ଯେଉଁମାନେ ସୁଭଦ୍ରା ନୂଆକରି ଆବେଦନ କରିଛନ୍ତି ସେମାନଙ୍କୁ ମିଳିପାରିବ ଏକାଥରେ 10,000 ଟଙ୍କା। ସୋ ହେଲୋ ଫ୍ରେଣ୍ଡସ୍, ମୁଁ ମନୋଜ ଆପଣମାନଙ୍କୁ ସ୍ୱାଗତ କରୁଛି ମିଷ୍ଟର ମନୋଜ ଟେକ୍ ୟୁଟ୍ୟୁବ୍ ଚ୍ୟାନେଲରେ। ସୋ ଫ୍ରେଣ୍ଡସ୍, ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ୍। ତ କ'ଣ ଅପଡେଟ୍ ରହିଛି ଚାଲନ୍ତୁ ସମ୍ପୂର୍ଣ୍ଣ ଭାବରେ ଜାଣିନେବା। ସୋ ଫ୍ରେଣ୍ଡସ୍, ବର୍ତ୍ତମାନ ସୁଭଦ୍ରା ଯୋଜନା ଯଦି ଦେଖିବା ବର୍ତ୍ତମାନ 3 ବର୍ଷ ହେଲା ଚାଲିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେଉଁମାନଙ୍କର ବର୍ତ୍ତମାନ 21 ବର୍ଷ ହୋଇଯାଇଛି ସେମାନଙ୍କୁ ବର୍ତ୍ତମାନ ପାଇଁ ଆସିଯାଇଛି ଖୁସି ଖବର। ଚାହିଁଲେ ଆପଣମାନେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଦେଖନ୍ତୁ ଆବେଦନ କରିବା ପାଇଁ କ'ଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ବର୍ତ୍ତମାନ ସୁଦ୍ଧା ଆପଣ ଯଦି ଜାଣିନାହାନ୍ତି ତ ନିଶ୍ଚୟ ଭାବେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଯାଏଁ ଦେଖନ୍ତୁ, ଯାହାଦ୍ୱାରା ଆପଣ ମଧ୍ୟ ଜାଣିପାରିବେ। ତ ଚାଲନ୍ତୁ ଜମା ବି ଡେରି କରିବାନି, ଆଗକୁ ଜାଣିନେବା କ'ଣ ରହିଛି ସୁଭଦ୍ରା ଯୋଜନାର ଆବେଦନ ପ୍ରୋସେସଟି, ବର୍ତ୍ତମାନ ତା'ର କ'ଣ କ୍ରାଇଟେରିଆ ରହିଛି। ଚାଲନ୍ତୁ ସମ୍ପୂର୍ଣ୍ଣ ଏ ବିଷୟରେ ଜାଣିନେବା। ଦେଖନ୍ତୁ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ହେଲେ ସର୍ବପ୍ରଥମେ ଏଠାରେ ସଫା କୁହାଯାଇଛି। ସ୍କ୍ରିନ୍ ଉପରେ ଦେଖିପାରୁଥିବେ ଆସନ୍ତା ଏପ୍ରିଲ 1, 2026ରୁ 30 ଏପ୍ରିଲ 2026 ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ନୂତନ ଆବେଦନ ଗ୍ରହଣ କରାଯିବ। ଏହାର ଯଦି କ୍ରାଇଟେରିଆ ଯଦି ଦେଖିବ, ବୟସ ସୀମା ରହିଛି 21ରୁ 60 ବର୍ଷ ପର୍ଯ୍ୟନ୍ତ ଆପଣ ଆବେଦନ କରିପାରିବେ। ଏହା ସୁଭଦ୍ରା ପୋର୍ଟାଲରେ ଏହା ଉପଲବ୍ଧ ରହିଛି। ଯଦି ଆପଣ ଏହାର ଡକ୍ୟୁମେଣ୍ଟ କିମ୍ବା ଆପଣ ଏହାର ଯେଉଁ ପଞ୍ଜୀକରଣ ଫର୍ମଟି କେଉଁଠି ପାଇବେ, ଦେଖନ୍ତୁ ବର୍ତ୍ତମାନ ଏହା କେଉଁଠି ଆପଣମାନେ ଆବେଦନ କରିପାରିବେ ଚାଲନ୍ତୁ ଜାଣିନେବା। ଦେଖନ୍ତୁ ଏଠାରେ ଆବେଦନ କରିବା ପାଇଁ ହେଲେ ସର୍ବପ୍ରଥମେ ଆପଣ ସୁଭଦ୍ରା ଯୋଜନା ପୋର୍ଟାଲକୁ ଆପଣମାନେ ଆବେଦନ କରିପାରିବେ, କିମ୍ବା ତା ସହିତ ଆପଣ ଯଦି ଆବେଦନ ଫର୍ମଟି କେଉଁଠି ପାଇବେ, ଆବେଦନ ନୂତନ ମାନେ ଆବେଦନ କରିପାରିବେ CSC କିମ୍ବା ASK ସେଣ୍ଟର ଦ୍ୱାରା ଆପଣମାନେ ପଞ୍ଜୀକରଣ କରିପାରିବେ। ତା ସହିତ ଆପଣ ଯଦି ଫର୍ମଟି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା CDPO ଅଫିସକୁ ଯାଇ ମଧ୍ୟ ଆପଣ ନିଜ ଫର୍ମଟି ଆଣି ମଧ୍ୟ ଆବେଦନ କରିପାରିବେ, କିମ୍ବା ଯେଉଁମାନଙ୍କ ପାଖରେ CSC ସେଣ୍ଟର ଅଛି ସେଇମାନଙ୍କ ପାଖରେ ଥିବ ତ ନିଶ୍ଚିତ ଭାବରେ ସେମାନେ ଆବେଦନ କରିପାରିବେ। କିନ୍ତୁ ଯେଉଁମାନେ ଏହା 21 ବର୍ଷରୁ 60 ବର୍ଷ ମଧ୍ୟ ରହିଛି ସେମାନେ ନିଶ୍ଚିତ ଭାବେ ଆବେଦନ କରନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଏକାଥରେ ଆପଣଙ୍କୁ 10,000 ଟଙ୍କାର ଦିଆଯିବ ବୋଲି ବର୍ତ୍ତମାନ ସୁଦ୍ଧା ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ଘୋଷଣା କରିଛନ୍ତି। ତ ନିହାତି ଭାବେ ଯେଉଁମାନଙ୍କୁ ବର୍ତ୍ତମାନ ସୁଦ୍ଧା 21 ବର୍ଷ ହୋଇଛି ନିହାତି ଭାବେ ଆପଣମାନେ ଏହି ଏପ୍ରିଲ 1ରୁ ଆପଣମାନେ ଆବେଦନ କରନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଯେବେ ବି ନେକ୍ସଟ ପର୍ଯ୍ୟାୟରେ ଆପଣଙ୍କୁ ମିଳିବା ପାଇଁ ଯାଉଥିବା ପରବର୍ତ୍ତୀ କିସ୍ତିରେ ନିହାତି ଭାବେ ଆପଣଙ୍କୁ ସୁଭଦ୍ରା ଯୋଜନାର ଏକାଥରେ ଆପଣ 10,000 ଟଙ୍କାର ଲାଭ ଗୁଡ଼ିକ ପାଇପାରିବେ। ତ ଏହିଭଳି ଇନଫର୍ମେସନ୍ ଭିଡ଼ିଓ ଗୁଡ଼ିକ ପାଇବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରନ୍ତୁ।